ଘୁମୁସର କନ୍ଧମାଳ ବିକାଶ ମଞ୍ଚ ଦ୍ୱାରା 79ତମ ସ୍ୱାଧୀନତା ଦିବସ ଭଞ୍ଜନଗର ବ୍ଲକ ଢୁଡୁଆ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀପକ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଘୁମୁସର କନ୍ଧମାଳ ବିକାଶ ମଞ୍ଚର ମୂଳ ଲକ୍ଷ୍ୟ ଘୁମୁସର କନ୍ଧମାଳର ବିଭିନ୍ନ ନ୍ୟାଯ୍ୟ ଦାବିକୁ ସରକାରଙ୍କୁ ଅବଗତ କରାଇବା। ଅନୁଷ୍ଠାନର ଆବାହକଙ୍କ ସୂଚନା ଅନୁସାରେ ଏହି ମଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ପାଖରେ ଦାବି ରଖି ଆସିଛି। ତାହା ବ୍ରହ୍ମପୁର କନ୍ଧମାଳ ରେଳ ପ୍ରକଳ୍ପ ହେଉ କିମ୍ବା ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଦାବି। ଆଜି ସ୍ୱାଧୀନତା ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମିଠା ବଣ୍ଟନ ହୋଇଥିଲା। ଏହି ଅବସରରେ ବିଶ୍ୱନାଥ ପାତ୍ର, ସୁବୋଧ କୁମାର ଗୌଡ଼, ଅମରେଶ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ରାଉତ, ସୂର୍ଯ୍ୟନାରାୟଣ ନାୟକ, ରାମଚନ୍ଦ୍ର ସାହୁ, ଗୌତମ ପ୍ରଧାନ, ଚନ୍ଦନ ପ୍ରଧାନ, ସରୋଜ ରାଉଳ ପ୍ରମୁଖ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।